ଯାତ୍ରା ଜୁଏଲ ସ୍ୱର୍ଣ୍ଣ ମନ୍ଦିର ଶୁଭ ମୁହୂର୍ତ୍ତ ହେଇଛି। 4ଟି ନାଟକ ନେଇ 2025-26 ପାଇଁ ଆସିବ ସ୍ୱର୍ଣ୍ଣ ମନ୍ଦିର। ଏଥିରେ ମୁଖ୍ୟ ଭୂମିକାରେ ରାଣୀ ପଣ୍ଡା ଆସିବେ। 2 ବର୍ଷର ବିରତି ପରେ ଦମଦାର ଷ୍ଟାରକାଷ୍ଟ ନେଇ ଆସୁଛି ଅନୁଷ୍ଠାନ। ଆଜି ରାମ ମନ୍ଦିରରେ ଶୁଭ ମୁହୂର୍ତ୍ତ ସହ ପ୍ରଥମ ନାଟକ ଲେଡି ଗ୍ୟାଙ୍ଗଷ୍ଟର ସାମ୍ନାକୁ ଆସିବ। ମୁଖ୍ୟ ଭୂମିକାରେ ଆସିବେ ଅଭିନେତ୍ରୀ ରାଣୀ ପଣ୍ଡା। ପୁରୁଣା ନାଟକ ଘୋଡ଼ା ହାତୀ ଗଣ୍ଡାକୁ ଗଣ୍ଡା ଏକା ଲଢ଼ିବ ରାଣୀ ପଣ୍ଡା। ନାଟକରେ ପ୍ରଥମେ ଅଭିନୟ କରିଥିଲେ ରାଣୀ ପଣ୍ଡା। ଖଣ୍ଡଗିରି ମନା ଥିବା ଅଭିନେତ୍ରୀକୁ ଖଣ୍ଡଗିରିରୁ ହିଁ ସୁଯୋଗ ମିଳିଥିଲା। ପୁଣି ଥରେ ଯାତ୍ରା ସ୍ୱର୍ଣ୍ଣ ମନ୍ଦିରର ଭାର ସମ୍ଭାଳିବେ ରାଣୀ ପଣ୍ଡା। ଢଙ୍ଗରେ ଯାତ୍ରା ସ୍ୱର୍ଣ୍ଣ ମନ୍ଦିର ଆପଣଙ୍କ ପାଖରେ ପହଞ୍ଚିବ। ଓଡ଼ିଶାର ଯେଉଁ ଅଗଣିତ ଦର୍ଶକ ଭାଇ ଭଉଣୀ ମାନେ ଅଛନ୍ତି ସମସ୍ତଙ୍କର ଭଲ ପାଇବା ପାଇଁ ମୁଁ ଯାତ୍ରା ସ୍ୱର୍ଣ୍ଣ ମନ୍ଦିରରେ ବହୁତ ଆଚିଭମେଣ୍ଟ ପାଇଛି। ଘୋଡ଼ା ହାତୀ ଗଣ୍ଡାକୁ ଗଣ୍ଡା ଏକା ଲଢ଼ିବ ରାଣୀ ପଣ୍ଡା ନାଟକ ପାଇଁ ବହୁତ ଲୋକ ଭଲ ପାଇବା ଦେଇଛନ୍ତି ମୋ ଅଭିନୟ ପାଇଁ। ଏବଂ ମୁଁ ସେଇ ନାଟକ କରିକି ବହୁତ ପଇସା ମୁଁ ଇନକମ୍ କରିଛି, ଯେଉଁଥିରେ ମୋ ନିଜ ପାଇଁ ମୁଁ କିଛି କରିଛି ଏବଂ ଲୋକଙ୍କୁ ସାହାଯ୍ୟ କରିଛି। ଏଥର ସେମିତି ମହତ୍ ଉଦ୍ଦେଶ୍ୟ ନେଇକି ମୁଁ ପୁଣି ଯାତ୍ରା ଅନୁଷ୍ଠାନଟାକୁ ଆଗେଇ ନେଉଛି। ଅନୁଷ୍ଠାନରେ ପ୍ରଥମ କଥା ରହେ ଯେ ଭଲ ମ୍ୟାନେଜମେଣ୍ଟର ଅଭାବ ପାଇଁ ଅନୁଷ୍ଠାନଟି ପୁରା ଭାଙ୍ଗି ପଡ଼ିଥିଲା। ମାଲିକ ବହୁତ ସାଧା ସିଧା ସିମ୍ପୁଲ ଲୋକ ବୋଲି ମାଲିକ ତାକୁ ନେଇ ଆଣି ଥୋଇପାରିଲେ ନାହିଁ। ତେଣୁ ଏ ବର୍ଷ ମୁଁ ନିଜେ ଟେକଅପ୍ କରିଛି ଅନୁଷ୍ଠାନଟିକୁ। ତେଣୁ ଆଶା ଏବଂ ଭରସା ବିଶ୍ୱାସ ଆପଣମାନଙ୍କ ପାଖରେ ଯେତେବେଳେ ପହଞ୍ଚିବ ଯାତ୍ରା ସ୍ୱର୍ଣ୍ଣ ମନ୍ଦିର। 4ଟି ନାଟକ ରହିବ। 4ଟି ନାଟକ ଆପଣଙ୍କୁ ଭଲ ଲାଗିବ। ଗୋଟାଏ ନାଟକ ଘୋଡ଼ା ହାତୀ ଗଣ୍ଡାକୁ ଗଣ୍ଡା ଏକା ଲଢ଼ିବ ରାଣୀ ପଣ୍ଡା। ପୁରୁଣା ନାଟକ ତାଙ୍କର ଗୋଟିଏ ସୁନ୍ଦର ନାଟକ ଅଛି ଆଖିଲୋଡ଼ି ସତ୍ୟପୁର। ଅନୁସନ୍ଧାନ ନାଟକ ଲେଡି ଗ୍ୟାଙ୍ଗଷ୍ଟର। ଆଉ ଗୋଟିଏ ସୁନ୍ଦର ନାଟକ ତିଆରି ହେଉଛି ରାଜା ଘର ଝିଅ ରାଜନନ୍ଦିନୀ। ସୁନ୍ଦର 4ଟା ନାଟକ ନେଇ ଆମେ ସ୍ୱର୍ଣ୍ଣ ମନ୍ଦିର ଟିମ୍ ପହଞ୍ଚୁଛୁ। ଆମର କଳାକାର ଭାଇମାନେ ଅଛନ୍ତି। ସମସ୍ତେ ଚେଷ୍ଟା ପ୍ରଚେଷ୍ଟା ଜାରି ରଖିବୁ ଅନୁଷ୍ଠାନଟିକୁ ଆଗେଇ ନେବା ପାଇଁ। ଏଇ ଅନୁଷ୍ଠାନଟି ହେଲେ 200 ପରିବାର ବଞ୍ଚିବେ, ମୁଁ ବଞ୍ଚିବି, ମାଲିକ ବଞ୍ଚିବ, ଟେକ୍ନିସିଆନ ମାନେ ବଞ୍ଚିବେ ଏବଂ ସବୁ କମିଟି ଭାଇ ମାନଙ୍କର ବି କିଛି ସେଥିରେ ଲାଭ ହେବ। ଏବଂ ମୁଁ ଯୋଉ ବ୍ୟକ୍ତିଗତ ଯୋଉ ପାରିଶ୍ରମିକ ମୁଁ ପାଇବି ସେଥିରୁ ମୁଁ ସାହାଯ୍ୟ ସହଯୋଗ କରିବି। ମୋର ବ୍ୟକ୍ତିଗତ କିଛି ଟେନସନ ଗୁଡାଏ ଅଛି ତାକୁ ବି ସର୍ଟ ଆଉଟ୍ କରିବି। ନିହାତି ଭାବରେ ମୁଁ ନିଜ ମୁଣ୍ଡକୁ ତ ସବୁ ଦାୟିତ୍ୱ ନେଇକରି ଆଗେଇ ଚାଲିଛି। ଓଡ଼ିଶାବାସୀଙ୍କର ଆଶୀର୍ବାଦ, ଜଗନ୍ନାଥଙ୍କର ଆଶୀର୍ବାଦ, 30 କୋଟି ଦେବାଦେବୀଙ୍କର ଆଶୀର୍ବାଦ ଏବଂ ମୋର ଗୁରୁ ମୋର ପ୍ରଭୁ ହନୁମାନଙ୍କର ଆଶୀର୍ବାଦ ମୁଁ ଆଜି ରାମ ମନ୍ଦିରରେ ପହଁରତି ଆରମ୍ଭ କରିଛି। ଭୁବନେଶ୍ୱରରୁ ରୁନିତା ମିଶ୍ରଙ୍କ ରିପୋର୍ଟ, ସବୁଦିନ ଟିଭି।